ଭବାନୀ ଦେବୀଙ୍କ ପିଏ କହୁଛନ୍ତି, ମ୍ୟାଡ଼ାମ୍ ତମେ ତ ପୁରା ବାଜି ପଲଟେଇ ଦେଲ। ସତରେ ଆପଣ ଏ ତ୍ରିନାଲିକୁ ଏ ଦୁନିଆରୁ ନୁହଁ, ଏ ଦୁନିଆରୁ ହିଁ ଆଉଟ୍ କରିଦେଲେ। ଏବେ ଆମେ କ'ଣ କରିବା? ଏବେ ସେସବୁ ବିଷୟରେ ଘରଲୋକ ସମସ୍ତଙ୍କ ଆଗରେ ଆମେ ଜଣେଇଦେବା? ସେଇ ଟାଇମ୍ରେ ଭବାନୀ କହୁଛନ୍ତି, ନାଇଁ ମଲ୍ଲିକ, ଆମେ ଏ ବିଷୟରେ ଆଗେ କାର୍ତ୍ତିକକୁ ଜଣେଇବା। ତାପରେ ଯାଇକି ସେ କାର୍ତ୍ତିକ ତେଜସ୍କୁ ଘରକୁ ନେଇକି ହିଁ ଫେରିବ। ଏଥରକ ସେମାନେ ଯେକୌଣସି ଯେତେ ଶୋକ ବନେଇବା କଥା ବନାନ୍ତୁ, କାହିଁକିନା ମୁଁ ଏଥରକ ବହୁତ ଖୁସି। ମୁଁ ଆଉ ସେମାନଙ୍କୁ ଏଥରକ ଅଟକେଇବିନି, କାହିଁକିନା ତ୍ରିନାଲି ଆଉ କେବେ ବି ଏ ଘରକୁ ଆଉ ଫେରି ଆସିପାରିବନି। ମଲ୍ଲିକ, ତୁ ଶୀଘ୍ର ନା କାର୍ତ୍ତିକକୁ ଫୋନ୍ ଲଗା, କାହିଁକିନା କାର୍ତ୍ତିକ ମୋ ଫୋନ୍ ଜମାରୁ ବି ଉଠେଇବନି। ସେଇ ଟାଇମ୍ରେ ଭବାନୀ ଦେବୀଙ୍କ ପୁଅ କାର୍ତ୍ତିକ କତିକି ମଲ୍ଲିକ ଫୋନ୍ କରୁଛନ୍ତି, ଆଉ ସେଇ ଟାଇମ୍ରେ କାର୍ତ୍ତିକ ଫୋନ୍ ଉଠଉଛନ୍ତି। ତାପରେ ଭବାନୀ କହୁଛନ୍ତି, କାର୍ତ୍ତିକ ସବୁକିଛି ଏଠି ସରିଗଲା। ସେଇ ଟାଇମ୍ରେ ସେପଟେ ତ୍ରିନାଲି ଖାଇବା ତିଆରି କରିକି ଜଣେ ଲୋକକୁ ଦେଉଛନ୍ତି, ଆଉ କହୁଛନ୍ତି ଖାଇବା ତିଆରି ହେଇଗଲା। ଯିଏ ସାଇଟ୍ ରୁମ୍ରେ ଅଛନ୍ତି ତମେ ଆଗେ ତାଙ୍କୁ ଦେଇଦିଅ। ସେଇ ଟାଇମ୍ରେ ସେ ଲୋକ ଜଣଙ୍କ କହୁଛନ୍ତି, ହଉ ଠିକ୍ ଅଛି। ସେଇ ଟାଇମ୍ରେ ତେଜସ୍କୁ ନେଇକି ସେ ବାବା ଜଣଙ୍କ ଖାଇବାକୁ ଦେଉଛନ୍ତି। ସେଇ ଟାଇମ୍ରେ ତେଜସ୍ କହୁଛନ୍ତି, ଥ୍ୟାଙ୍କ ୟୁ। ସେଇ ଟାଇମ୍ରେ ତେଜସ୍ ଖାଇବା ଖାଉଛନ୍ତି, ଆଉ ଖାଇକି ବହୁତ କାନ୍ଦି ପକାଉଛନ୍ତି, ଆଉ କହୁଛନ୍ତି, ଇଏ ତ ପୁରା ତ୍ରିନାଲିଙ୍କ ହାତ ତିଆରି ଖାଇଲା ଭଳିଆ ପୁରା ଟେଷ୍ଟି ଲାଗୁଛି। ସେଇ ଟାଇମ୍ରେ ତେଜସ୍ କହୁଛନ୍ତି, ଏ ଖାଇବାଟା ବହୁତ ଟେଷ୍ଟି ହେଇଛି, ମୁଁ ତାଙ୍କ ସହିତ ଟିକେ ଦେଖା କରିପାରିବି କି? ସେଇ ଟାଇମ୍ରେ ସେ ବାବା ଜଣକ କହୁଛନ୍ତି, ହଁ ଠିକ୍ ଅଛି, ଦେଖା କରିପାରିବେ। ସେଇ ଟାଇମ୍ରେ ତେଜସ୍ ତ୍ରିନାଲିକୁ ଦେଖା କରିବାକୁ ଯାଉଛନ୍ତି, ଆଉ ସେ ତ୍ରିନାଲିକୁ ଦେଖିକି ଚିହ୍ନି ପକାଉଛନ୍ତି, ଆଉ ବହୁତ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ସେ ଭାବୁଛନ୍ତି ତ୍ରିନାଲି ସେଠି କ'ଣ କରୁଛନ୍ତି। ହଁ ଦର୍ଶକ ବନ୍ଧୁ, ଅଟୁଟ ବନ୍ଧନ ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ଦେଖିବାକୁ ପାଇବେ।